ତୁଳସୀ ରାମାୟଣ ତୃତୀୟ ଅଧ୍ୟାୟ। ଗମିବାର ମାର୍ଗରେ ସେ ମାୟା ନଗରୀ, ସୃଷ୍ଟି କରି ଶିବ ନିଧି ତହିଁ ରାଜା କରି। ଏମନ୍ତ କନ୍ୟା ମାୟାକୁ ତା ଦୁହିତା କଲେ, ତାହାର ବିଶ୍ୱ ମୋହିନୀ ନାମକୁ ସେ ଦେଲେ। ସେଠାରେ ନାରଦ ମୁନି କରନ୍ତେ ଗମନ, ତହୁଁ ସେ ପୁରକୁ ଗଣେ ଜାଣ କମଳିଣ। ସେଠାରେ ଦେଖିଣ ପୁଣି ତା କନ୍ୟା ରତନ, ବିବାହ ନିମନ୍ତେ ମୁନି ବଳାଇଲେ ମନ। ପୁଣି ନିଜର ସୁନ୍ଦର ରୂପ ନିଜେ ଆଣିବାକୁ, ସହଳେ ଚଳିଲେ ପୁଣି ହରିଙ୍କ ପାଶକୁ। ସେହୁ ପୁଣି ହରି ରୂପ ତାହାଙ୍କୁ ମାଗିଲେ, ତେସନେ କମର୍କଟର ରୂପ ତାଙ୍କୁ ଦେଲେ। ତାହାଙ୍କର ସେ କନ୍ୟାର ସ୍ୱୟଂବର ପାଇଁ, ରାଜେ ରାଜାଶୀଳ ନିଧି ସର୍ବ ସେ ଡକାଇ। ସ୍ୱୟଂବର ସଭା ପୁଣି କରି ଆୟୋଜନ, ସମସ୍ତ ସଭାରେ ପୁଣି ବସିଲେ ଯାଇଣ। ସଭାରେ ଦେଖିଣ ସର୍ବେ ନାରଦ ମହର୍ଷି, ସଭାରେ ଥିଲେ ସକଳ ମାନ୍ୟ କଲେ ଆସି। ଏମନ୍ତ ବେଳେ ବରଣ ମାଳା କରେ ଧରି, ଆସନ୍ତି ସଭାକୁ ବିଶ୍ୱ ମୋହିନୀ ସୁନ୍ଦରୀ। ସଭାରେ ଦେଖି ବିଷ୍ଣୁଙ୍କୁ କରିଲେ ବରଣ, ଦେଖିଣ ନାରଦ ସେଠି ଦୁଃଖ କଲେ ମନ। ସେ ସଭାରେ ନାରଦ ଯେ ଉଭା ହୋଇଥିଲେ, ସର୍ବେ ଦେଖି ନାରଦଙ୍କୁ ଉପହାସ କଲେ। ଉପହାସ ଜାଣି କୋପ ହେଲେ ମୁନିବର, କହିଲେ ରୁହରେ ତୁମ୍ଭେ କୁବୁଦ୍ଧି ଅସୁର। ସାପ ଯୋଗୁ ରାବଣ କୁମ୍ଭକର୍ଣ୍ଣ ଜନ୍ମ, ସେଥି ନିମନ୍ତେ ଜନ୍ମିଲେ ସୀତାପତି ରାମ। କ୍ରୋଧ ମନେ ନାରଦ ଯେ ପଥେ ଆସୁଥିଲେ, କନ୍ୟା ସହ ବିଷ୍ଣୁଙ୍କୁ ଯେ ସେ ପଥେ ଭେଟିଲେ। କୋପେ ପୁଣି ନାରଦ ଯେ ତାଙ୍କୁ ସାପ ଦେଲେ, ମୋହର ପତ୍ନୀକୁ ତୁମ୍ଭେ ନେଇ ତ କୌଶଳେ। ନିଶ୍ଚୟ ତୋହର ପତ୍ନୀ ବିଚ୍ଛେଦ ହୋଇବ, ତାହାଙ୍କ ନିମନ୍ତେ ବନେ ଭ୍ରମି ଦିନ ଯିବ। ମାଗନ୍ତେ ମର୍କଟ ରୂପ ଦେଇଦେଲୁ ମୋତେ, ସେହି ମର୍କଟ ସହାୟ ହୋଇବରେ ତୋତେ। ସେ ମାୟାକୁ ବିଷ୍ଣୁ ତହୁଁ ହରଣ କରିଲେ, ଏବେ ତ ନାରଦ ତାଙ୍କ ମାୟାରୁ ବଞ୍ଚିଲେ। ଏସନେ ବିଷ୍ଣୁଙ୍କୁ ପୁଣି ଏକାକୀ ଦେଖିଣ, ନାରଦ ମୁନି ଯେ ତହିଁ ଦୁଃଖ କଲେ ମନ। କହୁଛି ଆବର ପୁଣି ଏକ କଳ୍ପ କଥା, ଶୁଣିଲେ ତୁଟିବ ପୁଣି ସେହି ଭବ ବ୍ୟଥା। ଜାଣନ୍ତୁ ପୁଣି ସ୍ୱୟମ୍ଭୁ ସତରୂପା ବେନି, କଷ୍ଟେ ପୁତ୍ରର କାମନା ନିଜ ହୃଦେ ଘେନି। ତହୁଁ ସେ ଘୋର ରଣ୍ୟେ ତପ ଆଚରିଲେ, ଆହାର ବିହାର ସର୍ବତ୍ୟାଗ ସେ କରିଲେ। ଏମନ୍ତେ 7,000 ଗତ ବର୍ଷ ପରେ, ଆଶିଣ ବିଷ୍ଣୁ ମିଳିଲେ ତାଙ୍କ ସମୀପରେ। ମାୟାରେ ଚତୁର୍ଦ୍ଧା ପୁଣି ମୂରତି ହୋଇଣ,
ସେଠାରେ ରାଜାଙ୍କୁ ଯାଇ ଦେଲେ ଦର୍ଶନ। ସଧିରେ ବୋଲନ୍ତି ତାଙ୍କୁ ବର ମାଗି ଘେନ। କହନ୍ତି ହରସରେ ତହିଁ ବେନି କରିଜନ। ହୋଇବ ଯେବେରେ ତୁମ୍ଭେ ମୋହର ନନ୍ଦନ। ଏକ ବର ମାନ ଆଗ ତାପରେ ଯେ ଆନ। ଏଥି କାରଣ କୌଶଲ୍ୟା ଦଶରଥ ହେଲେ। ସେହି ବିଷ୍ଣୁ ଜାଣି ପୁଣି ରାମ ରୂପ ନେଲେ। ସେହୁ ପୁଣି ଜନମିଲେ ତ୍ରେତୟା ଯୁଗରେ। ନାମଟି ତାହାଙ୍କ ହେଲା ରାମ ଅବତାରେ। ଏପରି ଏକ କଳ୍ପର ଆନ କଥା ଶୁଣ। ଅଟଇ କେବୟ ପୁଣି ରାଜ୍ୟଟିର ନାମ। ଏମନ୍ତ ବିଶ୍ୱରେ ପୁଣି ବିଦିତ ଅଟଇ। ସେହି କିନ୍ତୁ ସତ୍ୟ କେତୁ ନାମେ ନରସାଇଁ। ହେଲେ ପୁଣି ତାହାଙ୍କର ଦୁଇଟି ନନ୍ଦନ। ପ୍ରତାପ ଭାନୁ ବୋଲିଣ ଜ୍ୟେଷ୍ଠ ପୁତ୍ର ଜାଣ। ହୋଇଲେ କନିଷ୍ଠ ପୁଣି ଅରିମର ଜନ। ଧର୍ମ ରୁଚି ହୋଇଲେ ଯେ ମନ୍ତ୍ରୀର ପ୍ରଧାନ। ଏମନ୍ତରେ ରାଜା ଯେବେ ନଲଭି ମରଣ। ଜ୍ୟେଷ୍ଠ ପୁତ୍ର କରିଲେ ଯେ ତହୁଁ ରାଜପଣ। ତହୁଁ ପୁଣି ରାଜା ନିଜେ ନିଜ ଭୁବନଳେ। ସମର କରି ଅନେକ ରାଇଜ କିଣିଲେ। ବହୁତ ସେ କୂପ ବାମ୍ଫି ଯେତ ଭାଗମାନ। ନିଜର ରାଜ୍ୟରେ ପୁଣି କରିଲେ ଖନନ। ସେହୁ ରାଜା ପାରିଧିର ଉଦ୍ଦେଶ୍ୟରେ ଦିନେ। ଯାଇ ପହଞ୍ଚିଲେ ସେହୁ ବିନ୍ଧ୍ୟାଞ୍ଚଳ ବନେ। ସେ ସ୍ଥାନରେ ବରାହକୁ ଦେଖି ନାରାୟଣ। ବୀର ଦର୍ପେ ଗମନ୍ତି ସେ ଧରି ଧନୁର୍ବାଣ। ସେଠାରୁ ବରାହ ଯାଇ ପର୍ବତ ଗୁମ୍ଫାରେ। ଭୟରେ ଲୁଚିଲା ପୁଣି ପରାଣ ବିକଳେ। ତୃଷାତୁର ଆତୁର ଯେ ନୃପତି ସେ ହୋଇ। ସେଠାରୁ ମିଳିଲେ ପୁଣି ଆଶ୍ରମରେ ଯାଇ। ଆଶ୍ରମରେ ମୁନିଙ୍କୁ ସେ ଦେଖିଣ ରାଜନ। ବିନୟ ଭକ୍ତିରେ ତାଙ୍କୁ କରିଲେ ପ୍ରଣାମ। ଆଶ୍ରମରେ ନୃପତି ସେ ମାଗିବାରୁ ଜଳ। ଜାଣିନ ସେ ମୁନି ପୁଣି କପଟିଆ ଚାର। ପ୍ରତାପ ଭାନୁ ରାଜାଙ୍କ ସଙ୍ଗେ ସେହି ହାରି। ଆସିଣ ଅଛନ୍ତି ଏଠି ଆଶ୍ରମ ଆବରି। ତହୁଁ ଯାଇ ପୁଷ୍କରିଣୀ ଦେଖାଇଣ ଦେଲେ। ସରୋବରେ ରାଜା ତହୁଁ ଜଳପାନ କଲେ। ଏମନ୍ତେ ଆଶ୍ରମେ ପୁଣି ରହି ନରବର। ଶାନ୍ତିରେ ରହିଲେ ସେହୁ ଆନନ୍ଦ ମନର। ଆଶ୍ରମରେ ସେ ରାଜନ ଶୟନ ଯେ କଲେ। ସେ ଆଶ୍ରମେ କାଳ କେତୁ ଦାନବ ମିଳିଲେ। ରହି ତହିଁ ଦୁହେଁ ଗୁପ୍ତ ମନ୍ତ୍ରଣା ଯେ କଲେ। ସେଠାବରୁ କାଳ କେତୁ ଅନ୍ତର ହୋଇଲେ। ରାତ୍ର ଶେଷ ପରଦିନ ପ୍ରତ୍ୟୁଷ ହୋଇଲା। ରାଜାଙ୍କର ଆଶ୍ରମରେ ନିଦ୍ରା ଭଗ୍ନ ହେଲା। ଉଠିଲେ ନିଦ୍ରା ତେଜିଣ କଲେ ନିତ୍ୟ କର୍ମ। କ୍ଷଣିକରେ ନିତ୍ୟ କର୍ମ ସାରିଲେ ରାଜନ। ତହୁଁ ଯାଇଣ ମୁନିଙ୍କ ପାଶ
ଆଶରେ ମିଳିଲେ ଏ ସମୟ ତାହାଙ୍କୁ ସେ ବର ଯେ ମାଗିଲେ। ସେ ବରେ କହନ୍ତି ମୁହିଁ ରାଜା ହରସରେ, ଜିଣିବି ନିଶ୍ଚୟ ମୁହିଁ ସଭିଙ୍କୁ ଯୁଦ୍ଧରେ। ମୋହର ଶରୀରେ ଜରା କେବେ ନ ପଶିବ, ଦୟା କରି ଏହି ବର ତୁମ୍ଭେ ମୋତେ ଦେବ। ଏ କଥାରେ ତଥାସ୍ତୁ ସେ କରି ମୁନି ବର, କହନ୍ତି ତାହାଙ୍କୁ ପୁଣି ବଚନ ମଧୁର। ଶୁଣ ତୁ ବ୍ରହ୍ମ ବିରୋଧୀ କେବେ ହେବୁ ନାହିଁ, ହୋଇଲେ ନିଶ୍ଚୟ ମୃତ୍ୟୁ ତୋର ଯିବ ହୋଇ। ଏମନ୍ତ ଶୁଣି ରାଜନ ଗୃହେ ବାହୁଡ଼ିଲେ, ଗୃହେ ପ୍ରବେଶୀ ବ୍ରାହ୍ମଣେ ଭୋଜି ଏକ ଦେଲେ। ତହୁଁ ଯେ ମୃଗ ଗୋଟିଏ ମାରିଣ ଆଣିଲେ, କାଳକେତୁ ତହୁଁ ଯାର ପୂଜକ ମିଳିଲେ। ସେ ପୁଣି ଏକଇ ଆଣି ବ୍ରାହ୍ମଣ ବଧିଣ, ତାହାକୁ ମୃଗ ମାଂସରେ ଦେଲେ ମିଶାଇଣ। ଯତନରେ କରିଲା ସେ ତାହାଙ୍କୁ ରନ୍ଧନ, ସହସା ବ୍ରାହ୍ମଣଙ୍କୁ ସେ ଦେଲାକ ଭୋଜନ। ଏ ସମୟ ଶୂନ୍ୟରୁ ଯେ ବାଣିଜ୍ୟ ହେଲା, ଜାଣିନ ବ୍ରାହ୍ମଣ ସାପ ନୃପତିଙ୍କୁ ଦେଲା। ସାପ ଗୁଣେ ସବଂଶ ଯେ ମଲେ ନୃପରାଣ, ଏହିଠାରୁ ପ୍ରିୟା ମୋର ମନ ଦେଇ ଶୁଣ। ସେହି ଯେ ପ୍ରତାପ ଭାନୁ ସାପେ ଜାଣ ଜନ୍ମ, ଜନମି ହୋଇଲେ ପୁଣି ରାବଣର ନାମ। ହୋଇଲା ଅରି ମର୍ଦନ ତହୁଁ କୁମ୍ଭକର୍ଣ୍ଣ, ବର ରୁଚି ହୋଇଲେ ସେ ଜାଣ ବିଭୀଷଣ। ଏମନ୍ତରେ ତିନି ଯେ ଘୋର ତପ କଲେ, ତାହାଙ୍କୁ ବ୍ରହ୍ମା ଯେ ପୁଣି ପ୍ରସନ୍ନ ହୋଇଲେ। ତହୁଁ ସେହୁ ରାବଣକୁ ଯାଚିଲେ ଯେ ବର, ଯାଚିଣ ବର ତ ତେରେ ଦେଇ ଯେ ନିକର। ବରକୁ ରାବଣ ମାଗେ ବହୁ ଆନନ୍ଦରେ, ଜାଣିବି ମୋହର ନର ବାନର ହସ୍ତରେ। ଯେ ବଣ ମୃତ୍ୟୁ ମୋହର ପ୍ରଭୁ ଜାଣ ହେବ, ମୋ ଜୀବନ ଆଉ କେହି ନେଇ ନ ପାରିବ। ତହୁଁ ଯେ ବର ମାଗଇ ଥାଇ କୁମ୍ଭକର୍ଣ୍ଣ, ବର ଦିଅନ୍ତୁ 6 ମାସ କରିବି ଶୟନ। ମୋହର ଶୟନ ପୁଣି ନ ସରୁ ଉଠିଲେ, ନିଶ୍ଚୟ ଅଟି ଯିବି ମୁହିଁ ସଞ୍ଜୀବନୀ ପୁରେ। ପୁଣି ଯେ ମୋର ବର ମାଗଇ ତହିଁ ବିଭୀଷଣ, ମୋହର ଇଚ୍ଛାକୁ ଦେବ ତୁମ୍ଭେ ଧ୍ୟାନେ ଶୁଣ। ମୋତେ ଯେ କରିବ ପୁଣି ଏ ବର ପ୍ରଦାନ, ନିଶ୍ଚୟ ପାଇବି ମୁହିଁ ଶ୍ରୀରାମ ଦର୍ଶନ। ଆନନ୍ଦେ ତଥାସ୍ତୁ କହି ତହୁଁ ବେଦ ବର, ଆନନ୍ଦେ ଚଳିଲେ ସେହି ଆପଣାର ପୁର। ସେଠାରୁ ଯେ କୁମ୍ଭକର୍ଣ୍ଣ ହରଷିତ ମନେ, ମିଳିଲେ ସହସା ଯାଇ ଆପଣା ଭୁବନେ।
ତହିଁ ଯେ ଥିଲା ରାକ୍ଷସ ବୈରୋଚନ ନାମ, ବ୍ରହ୍ମଜ୍ୱାଳା ନାମରେ ଯେ ଥିଲା କନ୍ୟା ଜାଣ। ଦେଖିଣ କୁମ୍ଭକର୍ଣ୍ଣକୁ କନ୍ୟା ବିଭା ଦେଲା, କନ୍ୟା ଯାଇଣ ଆନନ୍ଦେ ତାପୁରେ ରହିଲା। ପୁଣି ସେ ଶୈଳୂଷ ବୋଲି ଗନ୍ଧର୍ବର କନ୍ୟା, ନାମଟି ତାହାର ଅଟେ ସୁନ୍ଦରୀ ସୁରମା। ସେ କନ୍ୟାକୁ ବିଭୀଷଣେ କରିଲେ ପ୍ରଦାନ, କରିଣ ଗନ୍ଧର୍ବ ଜାଣ ହେଲେ ଖୁସି ମନ। ଏମନ୍ତ ବେଳେ ରାବଣ କୁବେର ହରାଇ, ସୁବର୍ଣ୍ଣର ଲଙ୍କାକୁ ସେ ମାଡ଼ି ଯେ ବସଇ। ସେଠାବରୁ ଆଣିଲା ସେ ପୁଷ୍ପକର ଯାନ, ମନ୍ଦୋଦରୀକୁ ତହୁଁ ସେ ବିବାହ ହୋଇଣ। ଆହୁରି ଆହୁରି ବହୁ ରାଣୀ ବିଭା ହେଲା, ଆନନ୍ଦେ ଲଙ୍କା ଗଡ଼ରେ ନିବାସ କରିଲା। ଜନମ ଯେ ମେଘନାଦ ରାବଣର ସୁତ, ପୁତ୍ରଙ୍କ ମଧ୍ୟରେ ପୁଣି ସେ ହେଲା ବଳିଷ୍ଠ। ଇନ୍ଦ୍ରଙ୍କୁ ସେ ମେଘନାଦ ସମରେ ଜିଣିଣ, ତହୁଁ ସେ ପାଇଲା ପୁଣି ଇନ୍ଦ୍ରଜିତ ନାମ। ହୋଇଲା ସେ ଅତିଶୟ ଯହୁଁ ବଜ୍ରଦୁଷ୍ଟ, ଅକମ୍ପନ ସଙ୍ଗତରେ ତହୁଁ ସେ ଦୁର୍ମୁଖ। ଧୂମ୍ରକେତୁ ସମଜାଣ ଆବର ଅସୁର, ପୌତ୍ର ପୌତ୍ରୀ ମାନଙ୍କର ରହିଣ ସଙ୍ଗର। ନିର୍ଭୟରେ ଲଙ୍କାପୁରେ ନିବାସ କରିଲା, ଶପଥପୁରକୁ ବଳେ ସେହୁ ଜୟ କଲା। ଜୀବନ ସାରା ଦେବଙ୍କୁ ବୈରୀ ଭାବିଣ, ଲଙ୍କା ଗଡ଼େ ରାବଣ ସେ କରେ ରାଜପଣ। ବିନ କରେ ପଥ ମଧ୍ୟେ ନାରଦେ ଭେଟିଣ, କୁହ କେଉଁଠାରେ ଅଛି ତୁମ୍ଭ ଦେବଗଣ। ଦେଖିଣ ନାରଦ ତାଙ୍କୁ କହନ୍ତି ବଚନ, ଶ୍ଵେତଦ୍ୱୀପ ବୋଲି ସ୍ଥାନ କର ଯେ ଗମନ। ଅଛନ୍ତି ସେଠାରେ ପୁଣି ଦେବତା ସକଳ, ରହିଛନ୍ତି ପୁଣି ସେଠି ଭୟରେ ତୋହର। ପାରୁ ଯଦି ଶ୍ଵେତଦ୍ୱୀପ ଠାରେ ଯାଇ ମିଳି, ଦେଖାଅ ସେଠାରେ ତୋର ବଡ଼ିମା ଚାତୁରୀ। ଏମନ୍ତରେ ନାରୀ ଏକ ଧାଇଁ ଯେ ଆସିଲା, ରାବଣର ଚରଣକୁ ଆତୁରେ ଧରିଲା। ଶୂନ୍ୟର ମାର୍ଗକୁ ସେ ଯେ ମିଳିଲା କଯାଇ, ସଜରେ ମୁଥ ପ୍ରହାର କରିଲା କତହିଁ। ଶକ୍ତିପଣେ ରାବଣକୁ ପକାଇଣ ଦେଲା, ପାତାଳପୁରରେ ଯାଇ ରାବଣ ପଡ଼ିଲା। ତହିଁ ପୁଣି ମୂର୍ଚ୍ଛା ହୋଇ ପଡ଼େ ଦଶାନନ, ଉଠିଲା କଚେତି ସେହି କରେ ଗରଜନ। ସେଠାରୁ ବଳିପୁରକୁ ସେହୁ ଚଳିଗଲା, ପହଞ୍ଚି ତାହାଙ୍କୁ ପୁଣି ଯୁଦ୍ଧ ଭିକ୍ଷା କଲା। ଦେଖିଣ ବଳି ତାକୁ ଯେ କହଇ ବଚନ, ତୁମ୍ଭେ ଯେ ମୋହର ପିତା ପରିଚ୍ଛଦମାନ।
ପାରୁତ ଉଠାଅ ତଳୁ ଜାଣିଲଙ୍କ ରାଣ, ଜାଣିଲେଟି ତେବେ ଯାଇ କରିବି ସଂଗ୍ରାମ। ପରିଚ୍ଛଦକୁ ରାବଣ ଉଠାଇ ନ ପାରେ, ଜାଣି ନ ହାରିଲା ପୁଣି ରାବଣ ସେଠାରେ। ଅପମାନରେ ସେଠାରୁ ପଳାଇ ଆସିଲା, କମ୍ପାପୁର ଠାରେ ଯାଇ ସେ ପୁଣି ମିଳିଲା। ସେଠାବରେ ବାଜି ପୁଣି କରୁଛନ୍ତି ସ୍ଥାନ, ତାହାକୁ ମାଗିଲା ପୁଣି ରାବଣ ଯେ ରଣ। ହସିଣ ବାଳିକ ହୋଇ ଶୁଣ ଲଙ୍କ ରାଣ, ସ୍ଥାନାନ୍ତେ ଆସ କରିବା ଦୁହେଁ ଯେ ସଂଗ୍ରାମ। ସେ କଥାକୁ ନ ମାନିଲା ବିଶ୍ରବାର ସୂତ, ତହୁଁ ସେ ବାଳି ହୋଇଲା ବହୁ କୋପଚିତ। ସେ ସମୟ ସ୍ନାନ ଓ ତର୍ପଣ ସାରିଲା, ସେହି ଯାଏ ରାବଣକୁ କାଖରେ ଜାକିଲା। ଏ ସମୟ ଗୃହରେ ସେ ମିଳିଲା କଯାଇ, ସେ ସମୟ ରାବଣ ଯେ କାଖେ ଥାଏ ରହି। 6 ମାସର ପଣ ଯେ ହେଲା ଏକ ଦିନ, କାଖରୁ ପଡ଼ିଲା ଯାଇ ପୁଣି ସେ ରାବଣ। ସରରରେ ରାବଣକୁ ବାଳି ଯେ ଧରିଣ, ଅଙ୍ଗଦକୁ ନେଇ ପୁଣି କରିଲା ପ୍ରବାନ। ଅଙ୍ଗଦ ଯେ ରାବଣକୁ ରଜ୍ଜୁରେ ବାନ୍ଧିଣ, ନ ଚାହିଲା ତାହାକୁ ସେ ମର୍କଟ ସମାନ। ଏ ସମୟ ତାରା ଥିଲେ ତାକୁ ଦୟା କଲେ, ଦୟାରେ ରାବଣକୁ ସେ ଫିଟାଇଣ ଦେଲେ। ଲଜ୍ଜାରେ ରାବଣ ସେଠୁ ପଳାଇ ଆସିଣ, ସହସ୍ରାର୍ଜୁନକୁ ପୁଣି ରାଇ ଦେଶ ଜାଣ। ଆନନ୍ଦ ମନରେ ଯାଇ ସେଠାରେ ମିଳିଲା, ସଘନେ ନଦୀ କୂଳକୁ ସେହୁ ଚାଲିଗଲା। ଦେଖିଲା ସେଠାରେ ପୁଣି ସହସ୍ରା ଅର୍ଜୁନ, ନଦୀର ଗର୍ଭରେ ଯାଇ କରୁଅଛି ସ୍ନାନ। ଜଳର ପ୍ରବାହକୁ ସେ ରୋକିବା ରାବଣ, ଦେଖିଲା ନୟନେ ପୁଣି ସହସ୍ରା ଅର୍ଜୁନ। କ୍ରୋଧ ଭରେ ରାବଣକୁ ବାନ୍ଧି ଘେନି ଗଲା, ଅଶ୍ୱଶାଳାରେ ତାହାକୁ ବାନ୍ଧିଣ ରଖିଲା। ତା ମୁଣ୍ଡରେ ଜଳାଇଣ କ୍ରୋଧ ଭରେ ବତୀ, ସେଠାବରେ ଅପସରା ନୃତ୍ୟ ଦେଖେ ନୀତି। ଏ ସମୟ ପୌଲସ୍ତ୍ୟ ଯେ ସୁଦୟା କରିଣ, ତାହାକୁ ନେଇଣ ପୁଣି ଦେଲେ ଘଉଡ଼ିଣ। ରାବଣ ଭୟରେ ସେଠୁ ପଳାଇ ଆସିଲା, ପଥ ମଧ୍ୟେ ଉର୍ବଶୀକୁ ତହୁଁ ସେ ଦେଖିଲା। ହସିଣ ପୁଛଇ ତାକୁ କିଏ ନାରୀ ରାଣ, ଏକାକୀ କେଣିକି ତୁମ୍ଭେ କରୁଛ ଗମନ। କଥାରେ କାମ ନିଶାରେ ତହୁଁ ନିଶାଚର, ସଜରେ ଧରିଲା ପୁଣି ହସ୍ତକୁ ତାହାର। ଏ ସମୟ ଯେତେବେଳେ ଉର୍ବଶୀ ଦେଖିଲା, ସଙ୍ଗେ ସଙ୍ଗେ ଲଙ୍କା ଗଡ଼ ବାହୁଡ଼ି ଆସିଲା।
ଏମନ୍ତ ପାପରୁ ପୁଣି ମୁକ୍ତି ନିମିତ୍ତ ଋଷିଙ୍କ ପାଶରେ ଯାଇ ପୁଣି ଏକ ଦୂତକୁ ପଠାଇ ତହୁଁ ଦେଲା ରାବଣ। ଯାଇଣ ଦୂତ ମିଳିଲା ତହିଁ ତତ୍କ୍ଷଣ। ସେଠାରେ ସମସ୍ତ ଋଷି ଏକତ୍ରିତ ହେଲେ। ଅଙ୍ଗକୁ ଚିରିଣ ପୁଣି ରକ୍ତ ତାକୁ ଦେଲେ। ଦୂତ ସେ ରକ୍ତକୁ ପୁଣି ଘୋଡ଼ା ଘେନି କରେ। ଆସିଣ ସେ ଦୂତ ପୁଣି ମିଳିଲା ଲଙ୍କାରେ। ତାହାକୁ ରାବଣ ପୁଣି ଅଭିଶାପ ମଣି ଭୂମିରେ ପୋତାଇ ଦେଲା ତାହା ଘୋଡ଼ା ଜାଣି। ସେ ପୁଣି ଜନକ ରାଜା ରାଜ୍ୟ ଦେଲେ ପୋତି। ଉଦାସୀ ତୁଳସୀ ଭାବେ ପଦେ ରଖି ମତି। ସେ ହରି ଜାନକୀ ପତି ଦଶରଥ ସୁତ। ବିପ୍ର ବୈଷ୍ଣବ ବିପିନ ପଦରେ ଆଶ୍ରିତ। ଇତି ଶ୍ରୀ ତୁଳସୀ ପୁରାଣେ ବାଳକାଣ୍ଡେ ରାବଣ କୁମ୍ଭକର୍ଣ୍ଣ ବିଭୀଷଣଙ୍କର ଜନ୍ମ କଥନେ ନାମ ତୃତୀୟ ଅଧ୍ୟାୟ। ଚତୁର୍ଥ ଅଧ୍ୟାୟ ଭୂମିକନ୍ୟା ଜାନକୀଙ୍କ ଜନ୍ମ ପ୍ରସଙ୍ଗ। ଶୁଣ ଆହେ ସାଧୁଜନ ମନ କର୍ଣ୍ଣ ଦେଇ। ତୁଳସୀ ରାମାୟଣକୁ ଟୀକାରେ ରଚଇ। ଅଟନ୍ତି ଯେ ଜଗତର ଜଗନ୍ନାଥ ପୁଣି। ତାହାଙ୍କ ଜନମ କଥା କହିବା ବଖାଣି। ଥିଲା ଯେ ମିଥିଳା ବୋଲି ଏକଇ ନଗର। ଦୈବକୁ ଅନାବୃଷ୍ଟି ହୋଇଲା ରାଜ୍ୟର। ଜନକ ରାଜନ ପୁଣି ମିଥିଳା ନୃପତି। ଚକିତ ହୋଇଲେ ଜାଣି ଦେଖି ଅନାବୃଷ୍ଟି। ଆକୁଳେ ବିକଳେ ପ୍ରଜା କଲେ ହାହାକାର। ପ୍ରଜାଙ୍କର ଦୁଃଖ ଦେଖି ଦୁଃଖୀ ମହିପାଳ। ନୃପତି ସେ ସୁବର୍ଣ୍ଣର ଲଙ୍ଗଳ ଘେନିଣ। ଥିଲା ସେଠି ଯଜ୍ଞ ଭୂମି କଲେ ସେ କର୍ଷଣ। ରାଜନ ସେ ଜମିକୁ ସେ ଚଷିଲେ ଯେ କାଳେ। ତହିଁରୁ ମିଳିଲା ସିଂହାସନ ସେହି ବେଳେ। ସିଂହାସନ ଚାରି ପାର୍ଶ୍ୱେ ଥିଲେ ସଖୀ ଚାରି। ବିଞ୍ଚୁଥିଲେ ଚାମରରେ ନିଜ ହସ୍ତେ ଧରି। ସିଂହାସନେ ଉପବିଷ୍ଟ ଥିଲେ ଭୂମିକନ୍ୟା। ସେ ପୁଣି ଅଟନ୍ତି ଜାଣ ରୂପ ଗୁଣେ ଧନ୍ୟା। ମହର୍ଷି ଜନକ ନିଜେ କନ୍ୟାକୁ ଯେ ଦେଖି। ହୋଇଲେ ଆନନ୍ଦ ମନେ ହରଷିତ ଅତି। ଏସନେ ସଖିଏ ପୁଣି ଘେନି ସିଂହାସନ। ତତକ୍ଷଣ ହୋଇଲେ ଯେ ତହିଁ ଅନ୍ତର୍ଧ୍ୟାନ। ସେହି କ୍ଷଣେ କ୍ଷୁଦ୍ର ଶିଶୁ ସେ କନ୍ୟା ହୋଇଲେ। ନୃପତିଙ୍କ ଚରଣରେ ବହୁତ କାନ୍ଦିଲେ। ମହର୍ଷି ଜନକ ତହୁଁ କନ୍ୟାକୁ ଧରିଲେ। ନିଜର ପତ୍ନୀଙ୍କ କୋଳେ ସେ କନ୍ୟାକୁ ଦେଲେ। ରାଣୀ ନାମ ସୁନୟନା ଅଟଇ ଯେ ଜାଣ। ପାଳିଲେ ନିଜ କୋଳରେ ସସ୍ନେହରେ ପୁଣ। ଜନକ ଯେଣୁ ଅଟନ୍ତି ପିତା ଯେ ତାଙ୍କର। ତେଣୁ ନାମ ଜାନକୀ ଯେ
ହେଲା ସେ କନ୍ୟାର। ଭ୍ରମୁଥିଲେ ସେ ନାରଦ ମୁନି ଏହି କାଳେ, ତକ୍ଷଣ ଯାଇ ଜନକ ନବରେ ମିଳିଲେ। ମହର୍ଷିଙ୍କୁ ଦେଖିଲେ ଯେ କଲେ କ ଆଦର, ବସିଣ ନାରଦ ତହୁଁ ବଚନେ ମଧୁର। ହୋଇଲେ ଯେଣୁ ଲଙ୍ଗଳ ସିଆରୁ ଜନମ, ସେଥି ଯୋଗୁ ହେଲା ପୁଣି ସୀତା ତାଙ୍କ ନାମ। ଭାଗ୍ୟ ଯୋଗୁ ପାଇଲେ ସେ ବଳିଆର ତନ, ତହିଁ ପରେ ଜନକ ଯେ ତପରେ ମଗନ। ଏହା ଦେଖି ସଦାଶିବ ସନ୍ତୋଷ ମନରେ, ଧନୁ ଏକ ପ୍ରଦାଇଲେ ଜନକ ନୃପରେ। ଶ୍ରଦ୍ଧାରେ ବୋଲନ୍ତି ତୁମ୍ଭେ ଏ ଧନୁକୁ ନିଅ, ଯତନରେ ପୁରେ ରଖି ତାକୁ ପୂଜୁଥାଅ। ଏ ଧନୁର ମହିମାକୁ ଜ୍ଞାନ ବଳେ ଦେଖ, ସେଥି ଯୋଗୁ ସାକ୍ଷାତ ଯେ ହେଲେ ଭୋଳାନାଥ। ଏମନ୍ତ କାଳେ ଦିନେ ଯେ ଜାନକୀ ଶିବ ଧନୁ, ଖେଳୁଥିଲେ ଉଠାଇଲେ ଧନୁ ପୂଜା ସ୍ଥାନୁ। ଏଥୁ ଅନ୍ତେ ଆନରସ ସୁଧି ଜନେ ଶୁଣ, ବ୍ରହ୍ମାଙ୍କ ବଳରେ ସେହୁ ହେଲା ବଳିଆନ। ଅତି ଗର୍ବପଣ ହୋଇ ବିଶ୍ରବାନନ୍ଦନ, ଶକ୍ତିପଣେ ହରାଇଲା ସ୍ୱର୍ଗେ ଦେବଗଣ। ଅତି ଗର୍ବେ ସୂର୍ଯ୍ୟ ଚନ୍ଦ୍ର ଅଗ୍ନି ଓ ବରୁଣ, କୁବେର କିନ୍ନର ପୁଣି ଆବର ପବନ। ସ୍ୱର୍ଗପୁରୁ ସର୍ବଦେବ ଗଣଙ୍କୁ ସେ ଆଣି, ପାଦେ ଖଟାଇଲା ତାର ଅତି ଗର୍ବେ ପୁଣି। ପାପୀ ମାନେ ନିଜ ଭୁଜ ବଳେ ସେହୁ ବୀର, ଯେତେକ ଥିଲେ ସୁନ୍ଦରୀ ନାରୀ ଏ ସଂସାର। ଶକତି ବଳେ ସଭିଙ୍କୁ ବିବାହ ହୋଇଲା, ରକ୍ଷିଣ ଆନନ୍ଦେ ରାଜେ ତାଙ୍କୁ ଭୋଗ କଲା। ମୂଢ଼ପଣେ ଦେବତାଙ୍କୁ ବହୁ ଦଣ୍ଡ ଦେଲା, କେବେ ପୁଣି ସେ ପାପର ଅତିଷ୍ଠ ହୋଇଲା। ଥିଲେ ଯେତେ ଦେବଗୁରୁ ଋଷି ଓ ବ୍ରାହ୍ମଣ, ଦେଖିଲେ ସଭିଙ୍କୁ ସେହୁ କରେ ହତମାନ୍ୟ। ପାମର ଦାନବର ସେ ପାଦ ଭାର ବଳେ, ନ ସହି ବସୁଧା ପୁଣି କାନ୍ଦିଲା ବିକଳେ। ଏମନ୍ତ ସେ ଦେବ ଋଷି ଗନ୍ଧର୍ବ ଯେ ଗଲେ, ବସୁମାତାଙ୍କୁ ସେ ପୁଣି ସଙ୍ଗତରେ ନେଲେ। ଯାଇ ନ ମିଳିଲେ ତହୁଁ ବ୍ରହ୍ମାଙ୍କ ପାଶରେ, ସମସ୍ତ ଦୁଃଖକୁ ପୁଣି ଜଣାଇ ସକଳେ। ଦେବବାଣୀ ବ୍ରହ୍ମା ଶୁଣି ବୋଲନ୍ତି ସେ ସୁରେ, ଚାଲ ଏବେ ଆମ୍ଭେ ଯିବା ବିଷ୍ଣୁଙ୍କ ପାଶରେ। ଏସନେ ତାହାଙ୍କୁ ଯାଇ ଜଣାଇବା ଦୁଃଖ, ଆମ୍ଭର ଦୁଃଖ ଶୁଣିବେ ନିଶ୍ଚୟ ପଦ୍ମମୁଖ। ବୁଝିଲେ ବ୍ରହ୍ମାଙ୍କ ସଙ୍ଗେ ତହୁଁ ଦେବକୁଳ, ଯାଇ କ୍ଷୀର ସିନ୍ଧୁ ତୀରେ ହୋଇଲେ ହାଜର। କାତରେ ଜଣାନ୍ତି ଦେବେ ଯୋଡ଼ିବେନି କର, ଅଟନ୍ତି ସୁର ରକ୍ଷକ
ପ୍ରଭୁ ନିରାକାର। ବୋଲନ୍ତି ସେ ଲକ୍ଷ୍ମୀକାନ୍ତ ତୁମ୍ଭେ ଦୟାମୟ, ଦୟାମୟ ହରି ତୁମ୍ଭ ହେଉ ସଦା ଜୟ। ସର୍ବଘଟେ କରୁଅଛ ବାସ ଯେ ଅଚ୍ୟୁତ, ପରମ ଆନନ୍ଦ ତୁମ୍ଭେ ଜୟ ଜଗନ୍ନାଥ। ଅଟନ୍ତି ଆପଣ ବି ନାସି ପରମ ବ୍ରହ୍ମ, ଏବେଳେ ବାରେ ଆମ୍ଭର ଦୁଃଖ ତୁମ୍ଭେ ଶୁଣ। ସର୍ବଦେବ ଅନନ୍ତରେ ବ୍ରହ୍ମା ସରସ୍ୱତୀ, ତୁମ୍ଭର ମହିମା ନାମ ନିତ୍ୟ ପ୍ରକାଶନ୍ତି। ଏବେଳେ ଆମ୍ଭଠି ପ୍ରଭୁ ହୁଅନ୍ତୁ ପ୍ରସନ୍ନ, ଆମ୍ଭୁ ରକ୍ଷା କରି କର ବିଶ୍ୱରେ କଲ୍ୟାଣ। ଏମନ୍ତ ଦେବଗଣଙ୍କ କାତରତା ଦେଖି, ପ୍ରସନ୍ନ ହୋଇଲେ ଜାଣି ତହୁଁ ପଦ୍ମ ଆଖି। ସାଦରେ ବୋଲନ୍ତି ତୁମ୍ଭେ ଯାଅ ଦେବଗଣ, ଏଥୁ ଅନ୍ତେ କଶ୍ୟପ ଅଦିତି ଗର୍ଭେଣ। ହୋଇବି ପୁଣି ଅଯୋଧ୍ୟା ମୁହିଁ ଯେ ଜନମ, ସେଠାରେ ମୋହର ନାମ ହୋଇଥିବ ରାମ। କଶ୍ୟପ ହୋଇବେ ପୁଣି ଅଯୋଧ୍ୟାର ନାଥ, ତଥି ସଙ୍ଗେ ଅଦିତି ମୋ ସେ କୌଶଲ୍ୟା ମାତ। ଏମନ୍ତ ସେ ଶୂନ୍ୟବାଣୀ କରିଣ ଶ୍ରବଣ, ଆନନ୍ଦେ ଫେରିଲେ ତହୁଁ ସର୍ବଦେବଗଣ। ଏସ ନକ ଦଶାନନ ସୂର୍ଯ୍ୟବଂଶ ପରେ, ନଜର ରଖିଲା ପୁଣି ସେ ସାବଧାନରେ। ସେହି ବେଳେ ସୂର୍ଯ୍ୟବଂଶେ ଥିଲେ ନରପତି, ତହିଁକି ଦିଲୀପ ପୁଣି ନୃପତି ଅଟନ୍ତି। ଦିନକେ ବଳିବା ପାଇଁ ନୃପତି ଶକତି, ଗଲା ଚାଲି ଦଶାନନ ହୋଇ ଦୁଷ୍ଟମତି। ସେକାଳେ ଗାଈକୁ ପୁଣି ସିଂହ ଥିଲା ଧରି, ଚାଉଳ ମୁଠାଏ ପୁଣି ଦେଲା ତାକୁ ମାରି। ତତକ୍ଷଣ ସିଂହର ଯେ ହୋଇଲା ମରଣ, ଦିଲୀପ ବଳକୁ ପୁଣି କଳି ଦଶାନନ। ଏମନ୍ତ ଦେଖି ଭୟରେ ବୀର ଦଶାନନ, ବିକଳେ ସେ ସ୍ଥାନରୁ ସେ କଲା ପଳାୟନ। ପୁଣି ଦେଖ ସେହି ବଂଶେ ନୃପ ଦଶରଥ, ବଳେ ଜନ୍ମିଲେ ସେ ପୁଣି ସେ ଅଜଙ୍କର ସୁତ। ରାବଣ ଯାଇ ମାଗିଲା ସେଠାରେ ଯେ କର, ବାହାର ହୋଇଲେ କ୍ରୋଧେ ଧରି ଧନୁଶର। ସେ ପରିସରକୁ ଦର୍ପେ ରାଜା ଯେ ମାରିଲେ, କ୍ଷଣକେ ଲଙ୍କା ଦ୍ୱାରକୁ ବକ୍ର କରିଦେଲେ। ତାହାକୁ ରାବଣ ପୁଣି ଖୋଲି ନ ପାରିଲା, ବର ନ ଦେବାରୁ ପୁଣି ମନ ତା ହଟିଲା। ତହିଁ ସେ ରାବଣର ଜାଣି ମୃତ୍ୟୁ ଭେଦ, ସେଠାରେ କହିଲେ ପୁଣି ଦେବର୍ଷି ନାରଦ। କଠୋରେ ତପସ୍ୟା ପୁଣି କଲା ଦଶାନନ, ବେଦବର ତାହାଠାରେ ହୋଇଲେ ପ୍ରସନ୍ନ। ବିନଏ ବୋଲଇ ପୁଣି ଦଶାନନ ବୀର, ଏମନ୍ତ ବର କରନ୍ତୁ ପ୍ରଦାନ ମୋଠାର।
ଦଶରଥ ନୃପତିଙ୍କ କୋଳରେ କୁମାର, ଜନ୍ମିବେ ନାହିଁ ଯେପରି କେହି ବେଦବର। ରାବଣେ ତଥାସ୍ତୁ ପୁଣି କହିବେ ଦବର, ସେଠାବରୁ ତତକ୍ଷଣ ହୋଇଲେ ଅନ୍ତର। ଆନନ୍ଦେ ରାବଣ ତହୁଁ ସେଠୁ ଚଳିଗଲା, କୋଶଳର ଦେଶେ ଯାଇ ଉପସ୍ଥିତ ହେଲା। କୌଶଲ୍ୟା ଦେବୀଙ୍କୁ ପୁଣି କୌଶଳେ ଆଣିଣ, ମଞ୍ଜୁଷ ମଧ୍ୟରେ ତାକୁ ଆନନ୍ଦେ ଭରିଣ। ତାହାକୁ ଭସାଇ ଦେଲା ତହୁଁ ସେ ନଦୀର, ରାଘବ ହୋଇଣ ପୁଣି ସେହୁ ବେଦବର। ସେ ତହୁଁ ମଞ୍ଜୁଷା ଗୋଟି ଯାଇ ଉଦ୍ଧାରିଲେ, ତାହାକୁ ନେଇ ସୁମନ୍ତ କୋଳରେ ସେ ଦେଲେ। ଏଥୁ ଅନ୍ତେ ସୁମନ୍ତ ଯେ ମଞ୍ଜୁଷା ଖୋଲିଣ, ନେଇଣ କୌଶଲ୍ୟା ପୁଣି କୌଶଳେ ଛାଡ଼ିଣ। ଏହା ପରେ ଅଯୋଧ୍ୟାକୁ ବାହୁଡ଼ି ଅଇଲେ, ଏଥୁ ଅନ୍ତେ ଯାହା ହେବ ପର ଅଧ୍ୟାୟରେ। ରଘୁପତି ସୀତାନାଥ ପ୍ରଭୁ ଗୁଣଗାନ, ବିପ୍ର ବୈଷ୍ଣବ ବିପିନ କରଇ କୀର୍ତ୍ତନ। ଇତି ଶ୍ରୀ ତୁଳସୀ ରାମାୟଣେ ବାଳକାଣ୍ଡେ ଭୂମିସୂତା ସୀତାଙ୍କର ଜନ୍ମ ବିବରଣୀ ନାମ ଚତୁର୍ଥ ଅଧ୍ୟାୟ। ପଞ୍ଚମ ଅଧ୍ୟାୟ ଶ୍ରୀରାମ ଲକ୍ଷ୍ମଣ ଭରତ ଓ ଶତ୍ରୁଘ୍ନଙ୍କ ଜନ୍ମ ବିବରଣ। ଶୁଣ ହେ ବିଦୁଷ ଜନେ ଦେଇ ମନ କର୍ଣ୍ଣ, ବିବାହ କରିଲେ ନୃପ ଅଯୋଧ୍ୟା ରାଜନ। ଏଥୁ ଅନ୍ତେ ବିବାହର ଗଲା କେତେ ଦିନ, ଦଶରଥ ନ ଚାହିଁଲେ ପୁତ୍ରର ବଦନ। ଥିଲେ ରାଣୀ କୌଶଲ୍ୟା କୈକେୟୀ ସୁମିତ୍ରା, ରାଣୀଙ୍କ ମଧ୍ୟରେ ଥିଲେ ସର୍ବଜଗ ଜିତା। ଦୁର୍ଭାଗ୍ୟ ଯୋଗରୁ ନାହିଁ କାହାରି ନନ୍ଦନ, ସବୁ ପୂଜା ବୃଥା ହେଲା ନହେଲେ ଜନମ। ଦୁଃଖ ଭୋଗ କରି ନୃପ ପ୍ରଭାତ କ୍ଷୀଣ, ଚଳିଲେ ଅଯୋଧ୍ୟା ନୃପ ବଶିଷ୍ଠ ଆଶ୍ରମ। ବହୁତ ସେ ଦୁଃଖ ମନେ ରାଜା ଥିଲେ ଯାଇ, ପୂଜିଲେ ଗୁରୁଙ୍କ ପଦ ଭକ୍ତିପୂତ ହୋଇ। ପୁଛିଲେ ନୃପ ଦେଖି ସେ ବଶିଷ୍ଠ ଯେ ମୁନି, କିମ୍ପାଇଁ ଦୁଃଖିତ କୁହ ଆହେ ନୃପମଣି। ବଚନେ କହନ୍ତି ଦୁଃଖେ ରାଜା ଦଶରଥ, ଏତେ ବିବାହେ ନହିଲା ମୋର ପୁତ୍ର ଜାତ। ବୋଇଲା ବୃଦ୍ଧ ବୟସ ଏବେ ଯେ ମୋହର, ହେବ ଯେ ମୋ ବଂଶ ରକ୍ଷା ତା ଉପାୟ କର। ଉପାୟ ଛଳେ ବିଶିଷ୍ଟ ବୋଲନ୍ତି ବଚନ, ଯେତେ ଶୀଘ୍ର ଋଷ୍ୟ ଶୃଙ୍ଗ ଯାଇ ଘେନି ଆଣ। ରାଜ୍ୟରେ ପ୍ରତିଷ୍ଠି ଯଜ୍ଞ କର ଯେହି ଆଜ, ଜନ୍ମିବ ତୋର କୋଳରେ ନିଶ୍ଚୟ ତନୁଜ। ବଶିଷ୍ଠଙ୍କ କଥା ମାନି ଦଶରଥ ଗଲେ, କରତା ବେଶ୍ୟାକୁ ଯାଇ ଯହୁଁ ପଠାଇଲେ। ଏମନ୍ତେ ଋଷ୍ୟ ଶୃଙ୍ଗକୁ ତହିଁ ଅଣାଇଣ, ପୁତ୍ରେଷ୍ଠି ଯଜ୍ଞ ନିକଟେ କଲେ ଆୟୋଜନ। ଯଜ୍ଞ ଶେଷେ ନୃପତି ଯେ
ନେଇ ଚରୁଅନ୍ନ। ସହସା ଚଳିଲେ ନିଜ ନବରକୁ ପୁଣ। ଚରୁରୁ ଅର୍ଦ୍ଧ କୌଶଲ୍ୟା କରେ ନେଇ ଦେଲେ। ଆଉ ଅର୍ଦ୍ଧ କୈକେୟୀଙ୍କୁ ନେଇ ସମର୍ପିଲେ। ନେଇ ପୁଣି ଦୁଇ ରାଣୀ ତାକୁ ଅର୍ଦ୍ଧ କରି ସୁମିତ୍ରା ହସ୍ତରେ ଦେଲେ ତାହା ଦୟା କରି। ଏମନ୍ତେ ଯେ ଦୁଇ ଭାଗ କରିଲେ ପ୍ରଦାନ। ରାଣୀଏ ଆଦରେ ଚରୁ କରିଲେ ଭକ୍ଷଣ। ଏମନ୍ତେ ଯେ ସର୍ବରାଣୀ ଗର୍ଭ ଯେ ସକଳ। ଗଡ଼ି ଚାଲିଲା ଏବେ ଯେ ଦିନ ମାସ କାଳ। ହୋଇଲେ ଜନ୍ମ କୌଶଲ୍ୟା ଗର୍ଭେ ନିରଞ୍ଜନ। ନବରେ ବଢ଼ିଲା ତହୁଁ ଧନରତ୍ନ ମାନ। ନବରେ ସିରି ସୌନ୍ଦର୍ଯ୍ୟ ହେଲା ଭରପୁର। ଅଭାବ ଯେ ନ ରହିଲା ଅଯୋଧ୍ୟା ନଗର। ଏମନ୍ତ ଯେ 10 ମାସ 10ଟି ଦିବସ। ପୂରଣ ହୋଇଲା ଜାଣି ସୁଖେ ଯେ ନରେଶ। ଆସିଲା ବସନ୍ତ ମାସ ପୁଣି ନବମୀର। ପୁନି ବସୁ ନକ୍ଷତ୍ରର ଆଦ୍ୟ ଯେ ପାବର। ଜନମ ହୋଇଲେ ଶୁଭେ ପ୍ରଭୁ ଯେ ଶ୍ରୀରାମ। ହୋଇଲା ଅତି ଧରିତ୍ରୀ ହରଷିତ ମନ। ସ୍ୱର୍ଗରେ କେଡ଼େ ଆନନ୍ଦ ହେଲେ ଦେବଗଣ। ବିନୟ ହୋଇଲେ ଯାଇ ବ୍ରହ୍ମାଙ୍କ ଗହଣ। ଅଯୋଧ୍ୟା ରାଜ୍ୟରେ ଯାଇ ସର୍ବ ପ୍ରବେଶିଲେ। ଉଲ୍ଲାସରେ ରାମ ନାମ କୀର୍ତ୍ତନ ସେ କଲେ। ହୋଇଲେ କୃପା ସାଗର ଅଯୋଧ୍ୟାରେ ଜନ୍ମ। ଜନନୀ କୌଶଲ୍ୟା ପୁଣି କରନ୍ତି ଦର୍ଶନ। ସୁନ୍ଦର ନୀଳବାରିଦ ରୂପ କନକାନ୍ତି। ସେହୁ ପ୍ରଭୁ ଚତୁର୍ଭୁଜେ ଶୋଭା ଯେ ପାନ୍ତି। କରରେ ସେ ଧରିଛନ୍ତି ଯେ ଆୟୁଧ ମାନ। ଗଳାରେ ସେ ବନମାଳୀ ଦିଶେ ଶୋଭାବନ। ଯା ଦେଖେ ସଚରାଚର ତାହା ସୃଷ୍ଟି ତବ। ଜୟ ଜୟ ତୁମ୍ଭେ ହରି ଜଗତ ବାନ୍ଧବ। ଭାଗ୍ୟେ ଥିଲା ଜନମିଲ ଭାଗ୍ୟରେ ମୋହର। ଅଟତ ତୁମ୍ଭେ ଭକତ ବନ୍ଧୁ ସହୋଦର। ଶୁଣିନ ବାଳୁତ ସେହି ଜଗତ ଜୀବନ। ମାତାଙ୍କ ମୁଖକୁ ଚାହିଁ ମୁରୁକି ହସିଣ। ତହୁଁ ବୁଝାଇ ମାତାଙ୍କୁ ସକଳ କହିଲେ। ଧରିଣ ସେ ରୂପ ହରି ତହୁଁ ସଂଘରିଲେ। ପ୍ରଭୁ ପୁଣି ହୋଇଲେ ସେ ବାଳକ ଶ୍ରୀରାମ। କୁଆଁ କୁଆଁ ରାବ କରି କରିଲେ କ୍ରନ୍ଦନ। ସଂସାରର ଗୋ ବ୍ରାହ୍ମଣ ତାଙ୍କ ହିତ ପାଇଁ। ମର୍ତ୍ତ୍ୟରେ ଜନମ ନେଲେ ପ୍ରଭୁ ଭାବଗ୍ରାହୀ। ପ୍ରଭୁ ଯେଣୁ ଅଟନ୍ତି ସେ ନିଷ୍କାମ ନିର୍ଗୁଣ। କେବେ ହେନ ଛୁଏଁ ତାଙ୍କୁ ଏହି ତ୍ରୟ ଗୁଣ। ପ୍ରଭୁ ଜାଣି ଦଶରଥ ପୁତ୍ର ହୋଇ ଜନ୍ମ। ଶୁଣିଣ ଆନନ୍ଦିତ ସେ ଜଗତ ମୋହନ। ମାତା ଯେ ଚିନ୍ତିଣ ସେହୁ ଆପଣା ମନରେ। ଆସିଲେ ମଙ୍ଗଳମୟ ପ୍ରଭୁ ମୋର କୋଳେ। ଭାଗ୍ୟ ବଳୁ ମୋହର ସେ
ଜନମି ଅଛନ୍ତି। ଆନନ୍ଦରେ ବିପ୍ରେ ରାଜେ ଦାନ ସେ ନିଅନ୍ତି। ଦାନରେ କଞ୍ଚନ ପୁଣି ସ୍ୱର୍ଣ୍ଣ ଦିଅନ୍ତି ଦାନ। ଆନନ୍ଦ ମନରେ ନୃପ ହରଷିତ ମନ। ଏମନ୍ତ ଉତ୍ସବ ହେଲା ପୁଣି ଅଯୋଧ୍ୟାରେ। ଗଗନରୁ ପୁଷ୍ପମାନ ପଡ଼େ ଧରଣୀରେ। ନଗର ନାରୀଏ ପୁଣି ହୁଳହୁଳି ଦେଇ ଆନନ୍ଦେ ପ୍ରଭୁଙ୍କୁ ସେହୁ ଆସନ୍ତି ବନ୍ଦେଇ। ଭରତ ହୋଇଲେ ଜନ୍ମ କୈକେୟୀ ଗର୍ଭରୁ। ଲକ୍ଷ୍ମଣ ଶତ୍ରୁଘ୍ନ ଦୁଇ ସୁମିତ୍ରା ଉଦରୁ। ଏହିପରି ଚାରି ପୁତ୍ର ହୋଇଲେ ଜନମ। ନଥିଲା ଗୃହେ ପୁତ୍ରଙ୍କ ଉତ୍ସବ କରିଣ। ରାଜନ ସେ ଦଶରଥ ଆନନ୍ଦ ଯେହେଲେ। ପୁତ୍ରମାନଙ୍କୁ ଯତନେ ପାଳନ କରିଲେ। ମହେଶ୍ୱର ବୋଲନ୍ତି ଯେ ଶୁଣ ମାହେଶ୍ୱରୀ। ଏମନ୍ତେ ଦିନକେ ଭୂଷଣ୍ଡକୁ ସାଥି କରି। ଅଯୋଧ୍ୟା ଦେଶ ଭ୍ରମଣେ ମୁହିଁ ଯାଇଥିଲି। ସେଠାରେ ଜନ୍ମ ଉତ୍ସବ ମୁହିଁ ଯେ ଦେଖିଲି। ନୃପ ଯେ ଉତ୍ସବ ପୁଣି ଏପରି କରିଲା। ନଗରରେ ଦିବାରାତ୍ର ବାରି ଯେ ନହିଲା। ସେ ସମୟେ ବଶିଷ୍ଠଙ୍କ ପାଶକୁ ଯାଇଣ। ପୁଛନ୍ତି ସେ ଆନନ୍ଦରେ ଅଯୋଧ୍ୟା ରାଜନ। ଆପଣେ ପୁତ୍ରମାନଙ୍କ ଦିଅ ନାମ ମାନ। ଶୁଣିଣ ବଶିଷ୍ଠ ତାଙ୍କୁ ବୋଲନ୍ତି ବଚନ। ଆନନ୍ଦର ସୀମା ନାହିଁ ସାଗର ସମାନ। ଜଗତରେ ଦୁଃଖୀ ରଖି ବିପ୍ର ଯେଉଁ ମାନ। କି ଅଛି ମୋର ତାହାଙ୍କ ସୁଖର ଭଣ୍ଡାର। ଅଖିଳ ନାୟକ ପ୍ରଭୁ ପୁତ୍ର ନିରାକାର। ଭରତ ନାମ ଯେ ଅଟେ ପୁଣି ଯେ ଶୟଳେ। ବିଶ୍ୱ ପ୍ରାଣୀକୁ ସେ ହୁଜେ ଆନନ୍ଦରେ ପାଳେ। ଅନନ୍ତରେ ଯାହା ନାମ ନିତ୍ୟ ଯେ ସ୍ମରିଲେ। ରିପୁ ଧ୍ୱଂସ ହୋଇଯାଏ ସର୍ବପ୍ରାଣୀ ଠାରେ। ତାହାଙ୍କର ନାମ ପୁଣି ଅଟଇ ଶତ୍ରୁଘ୍ନ। କହିଲି ବୁଝାଇ ଦେଲି ଆଗ ପ୍ରିୟତମ। ଏମନ୍ତ ଯେ ରାମଚନ୍ଦ୍ର ପ୍ରିୟ ଯେ ହୁଅନ୍ତି। ଧାରଣ କରିଅଛି ଯେ ଆନନ୍ଦରେ କ୍ଷିତି। ଅତି ଉଦାର ଭାବର ଅଟନ୍ତି ଯେ ଜାଣ। ଅଟଇ ତାହାଙ୍କ ନାମ ଅଟଇ ଲକ୍ଷ୍ମଣ। ଶୁଣ ଗୋ ମୋ ପ୍ରିୟତମ ମନ ଧ୍ୟାନ ଦେଇ। ତାହାଙ୍କର ଗୁଣ ଗୁଣୀ କିପରି ବର୍ଣ୍ଣଇ। ଧ୍ୱଜ ଅଂଶମାନ ଯେ ଯେ ତେଜେ ଶୁଭ ଚିହ୍ନ। ସେ ପ୍ରଭୁ ରାମଙ୍କ ଅଙ୍ଗେ ଅଛି ବିଦ୍ୟମାନ। ସେପରି ତ୍ରିବଳି ସମ ରେଖାଟି ସୁନ୍ଦର। ଦେଶ ଈଶ୍ୱରୀରେ ତାଙ୍କ ଅତି ମନୋହର। ସେ ପୁଣି ଅଟନ୍ତି ଜନ ଜଗତଙ୍କ ପିତା। ଅବତରି ଆସିଛନ୍ତି ବ୍ରହ୍ମାଣ୍ଡ କରତା। ବାତ୍ସଲ୍ୟ ସ୍ନେହରେ ଦେଖ ସର୍ବରାଣୀ ଗଣ। ପୁଲକିତେ ପୁତ୍ରଙ୍କୁ ସେ କରନ୍ତି ପାଳନ। ଠୋକୁ ଠୋକୁ ହୋଇ ଦେବ ସର୍ବଦା ଚାଲନ୍ତି।
କେତେବେଳେ ଇଚ୍ଛା ହେଲେ ଧୂଳିରେ ଗଡ଼ନ୍ତି। ଦେଖନ୍ତି ରାଜନ ଯେବେ ଧୂଳି ଝାଡ଼ି ଦେଇ, ଆଦରେ ଧରି ପକାନ୍ତି ନିଜ କୋଳେ ନେଇ। ଏକଦା ସେ ବିଶ୍ୱରୂପ ମାତାଙ୍କୁ ଯେ ସ୍ୱୟଂ ଦେଖାଇ ଦେଲେ ହସିଣ ପ୍ରଭୁ ଦୟାମୟ। ଦଶରଥଙ୍କର ସେହୁ ଅଟେ ପ୍ରାଣ ଧନ, ନିର୍ଗୁଣ ପରମ ବ୍ରହ୍ମ ଅରୂପ ନାମ। ଜଗତ ଜନଙ୍କର ଯେ ଅଟନ୍ତି ସେ ପ୍ରାଣ, ବିପ୍ର ବୈଷ୍ଣବ ବିପିନ ସେ ପଦେ ଶରଣ। ଇତି ଶ୍ରୀ ତୁଳସୀ ପୁରାଣେ ବାଳକାଣ୍ଡେ ଶ୍ରୀରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଜନ୍ମ କଥନେ ନାମ ପଞ୍ଚମ ଅଧ୍ୟାୟ। ଷଷ୍ଠ ଅଧ୍ୟାୟ ବିଶ୍ୱାମିତ୍ରଙ୍କ ସହ ଶ୍ରୀରାମ ଲକ୍ଷ୍ମଣଙ୍କ ଯାତ୍ରା ଓ ପଥ ମଧ୍ୟରେ ତାଡ଼କା ଓ ସୁବାହୁ ବଦ୍ଧ। ଏଥୁ ଅନନ୍ତରେ ପୁଣି ସେ ଘଟଣା ମାନ, ଯାହା ଯାହା ଘଟିଲା କ ତାହାକୁ ଶ୍ରବଣ। ବିଶ୍ୱାମିତ୍ର ଋଷି ଯହିଁ ଥିଲେ ଯେ ବନରେ, ଜପ ତପ ଧ୍ୟାନ କର୍ମ କରନ୍ତି ଶ୍ରଦ୍ଧାରେ। ଆଶ୍ରମରେ ନିତ୍ୟ ନିତ୍ୟ ଯଜ୍ଞ କର୍ମ ମାନ, ଆଚରନ୍ତି ସଙ୍ଗତରେ ନେଇ ଋଷି ଗଣ। ମାରିଚ ସହିତ ପୁଣି ସୁବାହୁ ରାକ୍ଷାସ, ଆଶ୍ରମ ନିକଟେ ଆସି ଉତ୍ପାତ ବିଶେଷ। କିପରି ତାହାଙ୍କୁ ପୁଣି ବିନାଶିବା ପାଇଁ, ମନର ମଧ୍ୟରେ ନିତ୍ୟ ବିଚାରେ କରଇ। ନିରଞ୍ଜନ ହରି ସିନା ବଧିବେ ଅସୁର, ତାଙ୍କ ବିନା ନାସିବାର ଶକ୍ତି ନାହିଁ କାର। ସେଥି ଯୋଗୁ ଅଯୋଧ୍ୟାର ଦଶରଥପୁରେ, ହୋଇଛନ୍ତି ଜନମ ଯେ ଜଗତନାଥରେ। ବିଶ୍ୱାସରେ ଯାଉଅଛି ତାହାଙ୍କୁ ଆଣିବି, ନିଶ୍ଚୟ ଦୁଷ୍ଟ ରାକ୍ଷାସେ ନିଧନ କରିବି। ଏ ଭାବି ବିଚାରି ମନେ ତହୁଁ ମୁନିବର, ଅଯୋଧ୍ୟାର ଅଭିମୁଖେ ହୋଇଲେ ବାହାର। ପଥର ମଧ୍ୟେ ସରଜୁ କରିଲେ ସ୍ନାନ, ନିମିଷେ ମିଳିଲେ ଯାଇ ଅଯୋଧ୍ୟା ଭୁବନ। ଦଶନେ ଦଶରଥ ଆନନ୍ଦ ହୋଇଲେ, ଚାରି ପୁତ୍ରଙ୍କୁ ପୁଣି ସେ ପାଶେ ଡକାଇଲେ। କରାଇଲେ ବିଶ୍ୱାମିତ୍ରେ ଦଣ୍ଡ ପ୍ରଣାମ, ହରଷ ହୋଇଲେ ଜାଣି ଅଯୋଧ୍ୟା ରାଜନ। ରାଜ୍ୟ ବଳେ ଶ୍ରୀରାମଙ୍କୁ କରି ଦର୍ଶନ, ବିଶ୍ୱାମିତ୍ରଙ୍କ ହୋଇଲା ପବିତ୍ର ନୟନ। ମନୁ ସମସ୍ତ ବୈରାଗ୍ୟ ତହୁଁ ଭୁଲିଗଲେ, ରୂପ ଦେଖି ପ୍ରଭୁଙ୍କର ଆକର୍ଷି ପଡ଼ିଲେ। ସମ୍ମାନରେ ପୁଛନ୍ତି ଯେ ଅଯୋଧ୍ୟା ରାଜନ, ବିନୟ करे କୁହନ୍ତୁ ହେଲା ଗମନ। ହସି ହସି ବିଶ୍ୱାମିତ୍ର କହନ୍ତି ଯେ ବାଣୀ, ତୁମ୍ଭେ ଶୁଣ ଦଶରଥ ଶ୍ରେଷ୍ଠ ନୃପମଣି। ମୋହର ଆଶ୍ରମେ ଦାନବ ଯେ ଅତ୍ୟାଚାର, କରଇ ଅତି ଅସହ୍ୟ ଜୀବନ ଆମ୍ଭର। କାରଣ ରାମ ଲକ୍ଷ୍ମଣ ଏହୁ ଦୁଇ ଭାଇ, ଆସିଅଛି ଘେନିବାକୁ ଆଶ୍ରମକୁ ମୁହିଁ। ଶୁଣିଲେ ପୁତ୍ରଙ୍କ କଥା
ନିଜର କର୍ଣ୍ଣରେ। ସେଥି ଯୋଗୁ ଦଶରଥ ପଡ଼ିଲେ ଦୁଃଖରେ। ଦୁଃଖ କରି ଭୂମି ଧେନୁ ମାଗ ରାଜ୍ୟ ଜନ। ମାଗିଲେ ଦାନ କରନ୍ତି ମୋହର ଜୀବନ। ନ ମାଗନ୍ତୁ କୁମାରଙ୍କୁ ଦେବିନି ମୋହର। କହୁଅଛି ସତ୍ୟ ଅଟେ ବଚନ ଏଥର। ଏ କ୍ଷଣେ ବଶିଷ୍ଠ ପୁଣି କହନ୍ତି ବଚନ। କହୁଅଛି ରାଜନ ହୋ ମୋର କଥା ଶୁଣ। ମୁହିଁ ଯେଣୁ ବିଶ୍ୱାମିତ୍ର ମୋତେ ନ ଫେରାଇ। ଦୁଇ କୁମାର ତୁମ୍ଭର ଆଗ ତାଙ୍କୁ କହି। ଉଚିତ ହେବ ହରଷେ ବିଦା କରିଦିଅ। କହୁଛି ନିଶ୍ଚୟ ଯଶ ଅର ଯିବେ ପୁଅ। ବିଶ୍ୱାମିତ୍ରଙ୍କ ଠାରୁ ସେ ଏ ବଚନ ଶୁଣି। ମନର ଆଣ୍ଟ ତେଜିଲେ ତହୁଁ ନୃପମଣି। ଶ୍ରୀରାମ ଲକ୍ଷ୍ମଣ ଭାଇ ସଙ୍ଗତରେ ନେଲେ। ବିଶ୍ୱାମିତ୍ରଙ୍କ ସାଥିରେ ସମର୍ପି ଯେ ଦେଲେ। ବିଶ୍ୱାମିତ୍ର ସଙ୍ଗତରେ ଦୁଇ ଭାଇ ଧରି। ଆଶ୍ରମର ବନ ପଥେ ଗଲେ ତହୁଁ ଚାଲି। ଅଟଇ ଯେ ସେଇ ସ୍ଥାନ ଅଗମ୍ୟ କାନନ। ଯେ ସ୍ଥାନରେ ତାଡ଼କାର ଅଟେ ବାସସ୍ଥାନ। ସେ ଦିଗରେ ବିଶ୍ୱାମିତ୍ର ଶ୍ରୀରାମ ଲକ୍ଷ୍ମଣ ଗତି କରୁଅଛନ୍ତି ସେ ଅସୁରୀ ନିବେଶିଣ। ତିନିଙ୍କୁ ଦେଖି ତାଡ଼କା କଡ଼ମଡ଼ ହୋଇ। ପାଦକୁ ହିଁ ଫଁ ଫଁ କ୍ରୋଧେ ଧାଇଁ ଆସେ ସେହି। ପୁଣି କ୍ରୋଧ ଭରେ ହସ୍ତେ ପଥର ବର୍ଷଇ। ଦିଶୁଅଛି ବିକଟାଳ ପଥରେ ଗମଇ। ଏମନ୍ତ ଦେଖିଣ ଧନୁ ହସ୍ତେ ଧରି ରାମ। ପ୍ରହାର କଲେ ପ୍ରଚଣ୍ଡେ ସେହୁ ଧନୁ ବାଣ। ଚିତ୍କାର କରି କରି ସେ ହୋଇଲା ବିନାଶ। ତାହା ଦେଖି ବିଶ୍ୱାମିତ୍ର ହୋଇଲେ ହରଷ। ତହୁଁ ନିଜ ଆଶ୍ରମରେ ନେଇ ରଖାଇଲେ। କନ୍ଦମୂଳ ଫଳମାନ ତାଙ୍କୁ ଭୁଞ୍ଜାଇଲେ। ଉଠିଲେ ପ୍ରତ୍ୟୁଷୁ ପୁଣି ଋଷି ବିଶ୍ୱାମିତ୍ର। ସମସ୍ତ ମୁନିଙ୍କୁ ତହିଁ କରିଲେ ଏକତ୍ର। ଆଶ୍ରମେ ଯଜ୍ଞାଦି କର୍ମ ପୁଣି ଆରମ୍ଭିଲେ। ମାରିଚ ସୁବାହୁ କ୍ରୋଧେ ସେଠି ପହଞ୍ଚିଲେ। ତହୁଁ ରାମ ଧନୁ ଧରି ପାଶରେ ଲକ୍ଷ୍ମଣ। ନାସିଲେ ସେ ଅସୁରକୁ ଧରି ଧନୁର୍ବାଣ। ଏକା ଧନୁକେ ଶ୍ରୀରାମ ସୁବାହୁ ବଧିଲେ। ଅନ୍ୟ ଏକ ବାଣ ଧରି ମାରିଚେ ଧାଇଁଲେ। ମାରିଚ ପଡ଼ିଲା ପୁଣି ଲଙ୍କାପୁରେ ଯାଇ। ତାହା ଦେଖି ବିଶ୍ୱାମିତ୍ର ଆନନ୍ଦ ଯେ ହୋଇ। ଏଥୁ ଅନ୍ତେ ବୋଲନ୍ତି ଯେ ଶ୍ରୀରାମ ଲକ୍ଷ୍ମଣ। ଆହେ ଋଷି ବିଶ୍ୱାମିତ୍ରେ ଘେନ ହେ ପ୍ରଣାମ। ଏଠାବରୁ ଚଳିଯିବା ମିଥିଳା ନଗର। ସେଠାରେ ଦେଖିବା ଆମ୍ଭେ ସୀତା ସ୍ୱୟଂବର। ବିଶ୍ୱାମିତ୍ରେ ସାଥେ ନେଇ କରନ୍ତି ଗମନ। ପଥରେ ଶିଳାରେ ବାଜେ ରାମଙ୍କ ଚରଣ। ହସି ହସି କହୁଛନ୍ତି
ଭକତ ଜୀବନ। ଶିଳାରେ ପାଦ ବାଜିଲା କିସ ତାର ନାମ। ସେ ଚିନ୍ତାରେ ବିଶ୍ୱାମିତ୍ର କହନ୍ତି ଯେହି ଗୌତମ ମୁନିଙ୍କ ପତ୍ନୀ ଅଟନ୍ତି ଯେ ସେହି। ସ୍ୱାମୀଙ୍କ ଶାପରେ ପୁଣି ହୋଇଛି ଅବଳା ନାମଟି ଅଟେ ତାହାର ସତୀ ସେ ଅହଲ୍ୟା।